ଦେଖ ଆମକୁ ଯଦି ପଚରା ଯିବ 100 ବର୍ଷ ତଳେ କଣ ହେଇଯିବ ଆମେ କହିପାରିବା 100 ବର୍ଷର ଜିନିଷ ଯଦି ମନେ ପକୋଇଲେ ପକେଇ ପାରିବା ଜନ୍ମ ଆଉ ଗୋଟେ କଥା ଆମେ କାହା ଜାଣିବା ବାପା ଟିକେ ଧ୍ୟାନ ଟିକେ ଜାଣିବା ଜେଜେ ବାପା ତା ବାପା କଣ ଜାଣି ପାରୁନି କିନ୍ତୁ ଆମର ଜେଜେ ବାପା ଆଉ ବାପା ଭିତରେ କଣ 100 ବର୍ଷ ଆগে ଡିଫରେନ୍ସ କିନ୍ତୁ କୋଉଠି ରହିଲା 6000 ବର୍ଷ 6000 ବର୍ଷ ବୋଲେ କୋଉଠି ରହିଲା କଣ ଥିବ ଏ ପୃଥିବୀ କଣ ଥିବ ସିଷ୍ଟମେଟିକ କିନ୍ତୁ ଭଗବତ ଗୀତା 6000 ବର୍ଷ ପରେ ମଧ୍ୟ ଆମେ ଯେତେବେଳେ ପାଠ କରିବା ସେତେବେଳେ ଏବେ ଆଗ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲା ଭଳିଆ ଲାଗୁଛି ନା ସଦାବେଳେ ନୂଆ କାଲି ଆମେ ଚିନ୍ତା କରୁଥିଲୁ ଏ ସତ୍ସଙ୍ଗରେ ଭଗବତ ଗୀତା ସବୁବେଳେ ନୂଆ ତାର ଯେତେ ତମେ ଭଗବତ ଗୀତାକୁ ଜାଣୁଥିବ ସବୁବେଳେ ନୂଆ ଆଉ ଭଗବତ ଗୀତାକୁ ଜାଣିବା ଆମେ କେତେବେଳେ ନା କୃଷ୍ଣଙ୍କୁ ଭଲ ପାଇବା ଏମିତି ପୁଣି ଗୋଟେ ଜାଗାରେ ଆଜି ଯେମିତି ଆମର ସଂକ୍ରାନ୍ତି ଉପଲକ୍ଷେ ଗୀତା ଗୀତା ମୁଖ୍ୟ ନାମର ଗୀତା କ୍ଲାସ ହଉଛି ଏମିତି ଗୀତା କ୍ଲାସ ହଉଥିଲା ବଡ ବଡ ପଣ୍ଡିତ ମାନେ ମଧ୍ୟ ବଡ ବଡ ପଣ୍ଡିତ ମାନେ ବସି ଗୀତା ଆଲୋଚନା କରୁଛନ୍ତି ବୁଝିଲେ ନା ବଡ ବଡ ଆମର ଭଳିଆ ବଡ ବଡ ଜ୍ଞାନୀ ଯାକ ବସି ଗୀତା ଆଲୋଚନା କରୁଛନ୍ତି ଏମିତି ବସିଛନ୍ତି ଗୀତା ଚାଲିଛି ଜଣେ ଚାଷ କରିବା ଲୋକଟା ଚାଷ କରୁଛନ୍ତି ଚାଷ କରିବା ଲୋକଟା ପୁଣି ସେ ରାସ୍ତା ଆସିଲା ଦେଖିଲା ଗୀତା ଆଲୋଚନା କରୁছে ଶୁଣିବି ନ ଜାଣିପାରିଲେ କଣ ହେଇଗଲା ଟିକେ ଶୁଣିବି ବୋଲିକି ସେ ଲଙ୍ଗଳ ପୁଣି ଉଲେଇ ଦେଲା ଲଙ୍ଗଳ ଧରିଥିଲା ରଖିଦେଲା କାଦ ହେଇଛି ଗୋଡ ହାତ ସେ ପଛରେ ବସିଲା ଯେତେବେଳେ ଗୀତା ଶୁଣୁଛି ଗୀତା ଶୁଣିଲା ପରେ କେତେ ସମୟ ପରେ ସରିଯିବ ନା ଆମର ସତ୍ସଙ୍ଗ ରହିବ କେତେ ସମୟ ପରେ ସାରିବ ନା ହେଲେ ସତ୍ସଙ୍ଗ ସରିଲା ଗୀତା କ୍ଲାସ ଅନଲି ଗୀତା କ୍ଲାସ ଆଉ କିଛି ଏଠି ଆଲୋଚନା ଗୀତା ସରିଲା ତାପରେ ସବୁ ପଣ୍ଡିତ ମାନେ ପୁଣି ଉଠିକି ପଳେଇ ଯାଉଛନ୍ତି ସରିଲା ଆମେ ପଳେଇବା ନା ନାଇଁ ପଳେଇ ଯାଉଛନ୍ତି ଏ ଲୋକଟା ପୁଣି ସେମିତି ବସିକି ପୁଣି କାନ୍ଦୁଛି ସେ ଯୋଉ ଚାଷୀଟା ହେଲେ ଆମର ସତ୍ସଙ୍ଗରେ ଶେଷକୁ କିଏ ରହିବେ କହିଲ ଫଟୋ ଉଠେଇବା ଲୋକ ରହିବେ ନା ସମସ୍ତେ ସିନା ପଳେଇବେ ମହାପୁର ଉଠେଇବା ଲୋକ ଶେଷକୁ ଜଣେ ଦି ଜଣ ରହିଯିବେ ଜଣେ ମହାପୁର ଉଠେଇବାକୁ ଜଣେ ଅଛି ସବୁ ପଳେଇବେ ସେ ଲୋକଟା ପଚାରିଲା ଆଜ୍ଞା କଣ ଲାଗିଲା କାନ୍ଦୁଛ ଗୀତା କଣ ତମେ କିଛି ବୁଝିପାରିଲ ନାହିଁ ସେ ପୁରା ଭାବ ବିହଳ ହେଇଯାଇଛି କାନ୍ଦୁଛି ଆଙ୍କର କଥା ଶୁଭୁନି ତାଙ୍କୁ ତାପରେ କହିଲେ ଆଜ୍ଞା କଣ ଏମିତି ସବୁ ସରିଗଲା ସତ୍ସଙ୍ଗ ତମେ ଯାଉନ କଣ ବସେ କାନ୍ଦୁଛ କଣ ବୋଲେ ସେ ଚମକିଗଲା ତାପରେ କହିଲା ଧୀରେ କହୁଛି ମୁଁ ଜାଣିପାରୁନି ବୋଲି କାନ୍ଦୁନି ବାବୁ ମୋର କାନ୍ଦିବାଟା ଗୋଟେ ଅଲଗା ପ୍ରକାର ଜିନିଷ ଅଛି କଣ ହେଲା ଆପଣ ଗୀତାର ଯଦି କଣ ବୁଝିପାରୁନଥିବ ମୁଁ ବୁଝେଇଦେବି ଆପଣଙ୍କୁ ମୁଁ ସବୁ ଜାଣିଛି ବୋଲି କହୁଛି ଇଏ ଲୋକଟା ଫଟୋ ଉଠେଇବା ହେଲେ ସେ କହିଲା ନାଇଁ ମୁଁ ସେଇଟା ପାଇଁ କାନ୍ଦୁନି ଗୋଟେ ଜିନିଷ ପାଇଁ କାନ୍ଦୁଛି ନା ମୁଁ ଯାହା ଶୁଣିଲି ଗୀତାର କଥା ଏଠି ଭଗବାନ ଶ୍ରୀକୃଷ୍ଣ ଆଗରେ ବସିଛନ୍ତି ରଥରେ ଅର୍ଜୁନ ପଛରେ ବସିଛନ୍ତି ନାଇଁ କି ହେଲେ ଯେତେବେଳେ ଅର୍ଜୁନକୁ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ବୁଝୁଛନ୍ତି ତାଙ୍କୁ ଏମିତି ବୁଲିବାକୁ ପଡୁଛି ଦେଖ ପଡୁଛି ନା ନାଇଁ ଅର୍ଜୁନ ତ ଆରାମରେ ଅଛନ୍ତି ନା କିନ୍ତୁ ଭଗବାନ କଣ ଯେତେ ଏମିତି କହିବାକୁ ପଡିଲେ ଏମିତି ବୁଲିକି ତାଙ୍କୁ କହିବାକୁ ପଡୁଛି ହେଲେ ଆମେ ମୁଁ କହୁଛି ଏପଟ ସିନା ମୋ କରି କହୁଛି ଏପଟ ମୋ କରି କହିପାରିବି କି ହେଲେ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଅର୍ଜୁନକୁ କହୁଛନ୍ତି ତାଙ୍କର ବେକ କେତେ ବଥା ହେଇଯାଇଥିବ ବୋଲି ମୁଁ କାନ୍ଦୁଛି ଇଏ ପଣ୍ଡିତ ଛାନିଆ ହେଇଗଲା ତ ଦେଖ କୃଷ୍ଣଙ୍କର ଭାବ ତାଙ୍କୁ କେମିତି ଆସିଲା ସେ ଯୋଉ ଚାଷୀ ଲୋକଟା କାନ୍ଦ ହେଇଛି କୃଷ୍ଣଙ୍କର ଭାବ କେମିତି ଆସିଲା କୃଷ୍ଣଙ୍କୁ ଭଲ ପାଇବା ଜିନିଷଟା କେମିତି ପଳେଇ ଆସିଲା ତାପରେ ଏ ଲୋକ ଛାନିଆ ହେଇକି ତାଙ୍କର ଗୋଡରେ ପଡିଗଲା କହୁଛି ତମେ କଣ ଗୋଡରେ ପଡି ଯାଉଛ ଏତେ ବର୍ଷ ହେଲା ମୁଁ ଗୀତା ଅଧ୍ୟୟନ କରିଦେଇଛି ପୁରା ସବୁ ଯାକ ଶ୍ଲୋକ ବୁଝି ଦେଇଛି କେବେ କୃଷ୍ଣଙ୍କ ପାଇଁ ଟିକେ ଆଖିର ପାଣି ତମେ କଣ ଆଜି ଆସିକି କୃଷ୍ଣଙ୍କୁ ଏତେ ପ୍ରେମ ତମର ହେଇଗଲା ତମର କଣ ଆଜି ସଂସ୍କାର ଅଛି
तो एते कहिबार तात्पर्य होचे गीता को केते कहिबा केते बुझिया पर भी बुझी पारिया किंतु केतला ଆମେ ବୁଝି ଯିବା କୃଷ୍ଣକୁ ଯଦି ଆମେ ଭଲ ପାଇ ଯିବା କୃଷ୍ଣ ବେଶୀ ମହାନ ଯେତେ ସବୁ ଅବତାର ଅଛି ଯେତେ 24 ଅବତାର କଥା କో 10 ଅବତାର କଥା କో ତା ଭିତରେ ସମସ୍ତଙ୍କ ଭିତରେ କୃଷ୍ଣ ଅବତାର ନା ଯେ କି ଆମର ପୃଥିବୀର କଳି ଯୁଗର ପ୍ରଥମ ମହାପୁରୁଷ ଆଦି ଶଙ୍କରାଚାର୍ଯ୍ୟ ଯେତେବେଳେ ଶୋଇବାକୁ ଯାଉଛନ୍ତି ଆଦି ଶଙ୍କରାଚାର୍ଯ୍ୟ ସମସ୍ତେ ଜାଣିବା ନା ଆଦି ଶଙ୍କରାଚାର୍ଯ୍ୟ ଆମର ଯେ ଚାରିଟା ଧାମ ଯେ ପ୍ରତିଷ୍ଠା କରିଛନ୍ତି ଏବେ ତାଙ୍କର ଶିଷ୍ୟ ଯାକ ଆଦି ଶଙ୍କରା ମୂଳ ଆଦି ଶଙ୍କରାଚାର୍ଯ୍ୟ ତାଙ୍କର ଶିଷ୍ୟ ଗୁଡାକ ଯିଏ ଅଛନ୍ତି ହେଲେ ମୂଳ ଆଦି ଶଙ୍କରାଚାର୍ଯ୍ୟ ଯେତେବେଳେ ଶୋଇବାକୁ ଯିବେ ତାଙ୍କର ଶୟନ କକ୍ଷକୁ ତାଙ୍କର ଏପଟ ମୁଣ୍ଡ କରିକି ଶୋଇବେ ଏପଟ ମୁଣ୍ଡ କରିବେ ସେଠି କୃଷ୍ଣଙ୍କର ଫଟୋ ମରା କୃଷ୍ଣଙ୍କୁ ଆରତି କରିବେ କୃଷ୍ଣଙ୍କୁ ଦେଖିକି ତାଙ୍କୁ